ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶ 78ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ 13 ଅଗଷ୍ଟ ଠାରୁ 15 ଅଗଷ୍ଟ ଯାଏ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଜାରି ରଖିଥିବା ସମୟରେ ଆଜି ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭାରେ ମଧ୍ୟ ଗାଁଠୁ ସହର ଯାଏ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଯଥା ତିରଙ୍ଗା ଶୋଭାଯାତ୍ରା, ତିରଙ୍ଗା ଗଣଦୌଡ଼, ସାଇକେଲ ରାଲି ଓ ବାଇକ୍ ରାଲି ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଶୋଇ ନିଜର ହଜାର ହଜାର ସମର୍ଥକଙ୍କ ସହ ପୂର୍ବାହ୍ନରେ ବେଲକୁଣ୍ଠା ବ୍ଲକରେ ଗାଙ୍ଗପୁର ହନୁମାନ ମନ୍ଦିର ଠାରୁ ମଙ୍ଗଳପୁର ଯାଏ ଓ ଅପରାହ୍ନରେ ସୋରଡ଼ା ବ୍ଲକର ସୋରଡ଼ା ପଞ୍ଚାନନ ମନ୍ଦିର ଠାରୁ ବରଗଡ଼ ରାମ ମନ୍ଦିର ଯାଏ ଏକ ମେଗା ତିରଙ୍ଗା ବାଇକ୍ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ଜିଲ୍ଲା ସଭ୍ୟ ସୁଧୀର ଜେନା, ମଣ୍ଡଳ ସଭାପତି ରାଧାମୋହନ ସ୍ୱାଇଁ, ଶିବ ଦିଗଲ, ଜଗଦୀଶ ରାଜୁ, ଭଗବାନ ମୁନି, କୃତିବା ସାହୁ, ସୁରେନ୍ଦ୍ର ଡାକୁଆ, ସଞ୍ଜୟ ଜେନା, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଦେବରାଜ ମଳିକ, ସମାଜସେବୀ ଜିତେନ୍ଦ୍ର ନାୟକଙ୍କ ସହ ହଜାର ହଜାର ସମର୍ଥକ ଯୋଗ ଦେଇଥିଲେ। ଦେଖନ୍ତୁ, ମୋଦିଙ୍କର ଆହ୍ୱାନ ଥିଲା ହର ଘର ତିରଙ୍ଗା। সেই উদ্দেশ্যে আজ সୋରଡ଼ା ନିର୍ବାଚନ ମଣ୍ଡଳୀ ଯୋଡ଼ି ତିରଙ୍ଗା ଯାତ୍ରା କରିଛୁ। ଆମେ ଲୋକ ସଚେତନ କରାଉଛୁ ହର ଘର ତିରଙ୍ଗା ଲାଗିବା ଆବଶ୍ୟକ। କାରଣ ସମୟ ଥିଲା ବିଗତ ଦିନରେ କିଛି ଅଫିସ କିଛି ନିର୍ଦ୍ଦିଷ୍ଟ ଜାଗାରେ ତିରଙ୍ଗା ଲାଗୁଥିଲା। ମୋଦି ଯୋଉଦିନ ଠାରୁ ଆହ୍ୱାନ କଲେ ହର ଘର ତିରଙ୍ଗା, ଆଜି ସମସ୍ତଙ୍କ ଘରେ ତିରଙ୍ଗା ଲାଗୁଛି। ତିରଙ୍ଗା ଆମ ଦେଶର ମାନ ସ୍ୱାଭିମାନ, ତେଣୁ ତିରଙ୍ଗାକୁ ସମ୍ମାନ ଦେବାର ଶିଖିବା ଆବଶ୍ୟକତା ରହିଛି। ତିରଙ୍ଗା ଆମର ସବୁଠୁ ଉଚ୍ଚ ଶୀର୍ଷରେ ରହିବା ଦରକାର। ତେଣୁ ଏହି ଉଦ୍ଦେଶ୍ୟ ଆମେ ଆଜି ତିରଙ୍ଗା ଯାତ୍ରା ଦୁଇଟି ଆୟୋଜନ କରିଛୁ। ଗୋଟେ ହେଲା ଗାଙ୍ଗପୁର ହନୁମାନ ମନ୍ଦିର ଠାରୁ ମଙ୍ଗଳପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ, ଦ୍ୱିତୀୟଟି ହେଲା ସୋରଡ଼ାର ପଞ୍ଚାଲିଙ୍ଗ ମନ୍ଦିର ଠାରୁ ବଡ଼ ରାମ ମନ୍ଦିର ପର୍ଯ୍ୟନ୍ତ। ତେଣୁ ଆମେ ଲୋକମାନଙ୍କୁ ସଚେତନ କରାଉଛୁ, ଅନୁରୋଧ କରୁଛୁ ସମସ୍ତ ତିରଙ୍ଗା ଲଗାଯାଉ, ତିରଙ୍ଗାକୁ ସମ୍ମାନ ଦିଆଯାଉ। ଆଜି ଆକ୍ଚୁଆଲି ଗୋଟେ ଭଲ ସକ୍ସେସଫୁଲ କାର୍ଯ୍ୟକ୍ରମ ହେଇଛି। ଆମର ତ୍ରିରଙ୍ଗା କାର୍ଯ୍ୟକ୍ରମ ଯୋଉଟା ଆମର ଚାଲିଛି, ଆଉ ସେଇଟା ଆମର 9 ତାରିଖରେ ଯୋଉଟା ଅଛି, ଆମେ ବିଭିନ୍ନ ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆମେ କରୁଛୁ। ଆଉ ଗ୍ରାମ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ଆମମାନଙ୍କର କାର୍ଯ୍ୟକ୍ରମ ରହୁଛି। ଆଜି NSC ତରଫରୁ ଯୁଗ୍ମ ମିଳିତ ଭାବେ ଗୋଟେ କାର୍ଯ୍ୟକ୍ରମ ହେଇଥିଲା, ଯୋଉଟାକି ଗଣଦୌଡ଼ ଥିଲା। ଆଉ ଏଇଠି ଅଧିକାଂଶ ମାନେ ଲୋକାଲ ଭଲଣ୍ଟିୟର୍ସ ମାନଙ୍କର ସମର୍ଥନତା ରହିଛି। ଆଉ ଲୋକାଲ ମାନେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ସମର୍ଥନ ରହିଛି। ଆଉ ପ୍ରତିନିଧି ମାନଙ୍କର ସମର୍ଥନ ରହିଛି, ସ୍କୁଲ କଲେଜ ମାନଙ୍କର ସମର୍ଥନ ରହିଛି ଏବଂ ଏକଦମ ସକ୍ସେସଫୁଲ କାର୍ଯ୍ୟକ୍ରମଟା ସକ୍ସେସଫୁଲ ହେଇଛି। ଆଉ ତେଣୁ ପ୍ରଶାସନ ତରଫରୁ ମୁଁ ଅଞ୍ଚଳବାସୀଙ୍କୁ ବିଶେଷ ଧନ୍ୟବାଦ ଦେବି। ଆକ୍ଚୁଆଲି ବାସ୍ତବରେ ବହୁତ ଭଲ ପ୍ରଭାବ ପଡ଼ିବ। ଆଉ ଏ ହେଉଛି ଗୋଟେ ମାନେ ଦେଶାତ୍ମକ ଚିନ୍ତାଧାରା କ୍ରିଏଟ୍ କରିବା ପାଇଁ ଯେଉଁ ସରକାରଙ୍କର ଅଭିନବ ପ୍ରୟାସ ଅଛି, ଏ ପ୍ରୟାସ ଭିତରେ ଗୋଟେ ଉତ୍କୃଷ୍ଟତମ ପ୍ରୟାସ। ଆଉ ଏହା ଦ୍ୱାରା ମାନେ ଦେଶାତ୍ମକ ବୋଧତା ଜାଗରଣ ସୃଷ୍ଟି ହେବ। ସୋରଡ଼ାରୁ ସୁଜିତ ପଣ୍ଡାଙ୍କ ରିପୋର୍ଟ, ସ୍ୱତନ୍ତ୍ର ନ୍ୟୁଜ୍।